ସକାଳେ ଗାଧେଇକି ଠାକୁର ପୂଜା ସାରିକି ରୋଷେଇ ଘରକୁ କରିଥିଲି ମୁଁ ଏଣ୍ଟ୍ରି କଲା ଭିତରେ ଭାବିଲି ମୁଁ କ'ଣ ରୋଷେଇ କରିବି। ମାଆ ଆସିକି କହିଲେ ଆଳୁ ପରଟା କରିଦେ, ମୁଁ ଖାଇଦେବି। ଆଳୁ ପରଟା କରିକି ମାଆକୁ ଦେଇଥିଲି ପରସି। ମାଆ ଖାଇକି କହୁଛନ୍ତି ବହୁତ ହେଇଛି ଟେଷ୍ଟି। ତାପରେ ଆମେ ଗଲୁ ସ୍ୱାମୀ ମୋର ଖାଇବା ପାଇଁ, ଖାଇ ଦେଇକି ସିଏ ଖାଇଥିଲେ ଦହିବରା, ମୁଁ ଖାଇଦେଲି ପଖାଳ ଭାତ। କାରଣ ତାଙ୍କୁ ଥଣ୍ଡା ହେଇଛି ସେଥିପାଇଁ ସିଏ ପଖାଳ ଏଇନା ଖାଉନାହାନ୍ତି। ଖାଇଦେଇକି ହେଇଯାଇଥିଲା ପେଟ ପୂଜା ଆମର ଶାନ୍ତି। ତାପରେ ଛାତ ଉପରୁ ଲୁଗା ଶୁଖାଇ ଯାଇଥିଲି ଯେ ଏତେ ଜୋରେ ମାଥା କେଉଁଠି ଥିଲା ପଳେଇ ଆସିଲା ଯେ ମୋତେ ପୁରା ଓଦା କରିଦେଇଥାନ୍ତା। ଦେଖୁନାହାନ୍ତି ମୁଁ ଶୀଘ୍ର ଲୁଗା ଘୋଡ଼ା ନେଇକି ପଳେଇ ଆସିଲି। ଦେଖୁନାହାନ୍ତି କେତେ ଜୋରେ ମେଘ ବରଷୁଛି। ତାପରେ ଗଲି କାଟିବାକୁ, ଆଜି ପାଣି କଖାରୁ ଡାଲମା ହେବ ତ ସେଥିପାଇଁ। ତ ପାଣି କଖାରୁ ଦେଖୁନାହାନ୍ତି ମୁଁ ମନେ ପଡ଼ିଗଲା ମୁଁ ଛୋଟବେଳେ ମାଆ ମୋତେ କହନ୍ତି କଷି କଖାରୁକୁ ମୁଗ ପକାଇ ତାହାକୁ ରାନ୍ଧିବ ଆଗ ହୋଇଥିବ ବର୍ଷା ପାଗକୁ ପାଣି କଖାରୁ ଡାଲମା ଆଉ କଖା ଡଙ୍କ ରାଇତା। ଆଜି ପୁରା ଖାଇବାଟା ପୁରା ଜମିଯିବ। ରୋଷେଇବାସ ସରିକି ଆମେ ପଳେଇ ଗଲୁ ମାର୍କେଟରୁ କାହିଁକିନା ମୋର ଚୁଡ଼ି ହେରିକା କିଣିବା କରିବାର ଥିଲା ତ ସେଥିପାଇଁ। ତାପରେ ମାର୍କେଟ ଗଲା ପରେ ଦେଖୁନାହାନ୍ତି କେତେ ସୁନ୍ଦର ସୁନ୍ଦର ଚୁଡ଼ି ଯେ ବିକ୍ରି ହେଉଛି। ହେଲେ କ'ଣ ହେବ ମୋର ତ ହାତକୁ ହିଁ ସେ ମାପ ନାହିଁ ନା, ମୋର ହେଉଛି ସାଇଜ୍ ହେଉଛି 2-2। ହେଲେ ମୋ 2-2 ମାପର ସେ ଚୁଡ଼ି ନଥିଲା। କିନ୍ତୁ କ'ଣ କରିବି, ଯାହାହେଲେ ଚୁଡ଼ି ଆଣିବାକୁ ତ ପଡ଼ିବ। ଏଇ ଚୁଡ଼ି ଆଣିଛନ୍ତି ଦେଖନ୍ତୁ କେମିତି ଲାଗୁଛି କମେଣ୍ଟ କହିବେ। ରଖୁଛି, ଜୟ ଜଗନ୍ନାଥ।